तो आज सकाଳେ ମୁଁ ଯାଇଥିଲି ଇଲେକ୍ଟ୍ରି ବିଲ୍ ଦେବା ପାଇଁ ଟାଟା ପାୱାର ନର୍ଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ର ଅଫିସକୁ। ଆଉ ଶଳା ଠିଆ ହେଇ ହେଇ ଯେ ବୋରିଂ ଲାଗିଲା ନା, ଯେଉଁ ଲୋକ ଭିଡ଼ ଠିଆ ହେଇ 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 ଫାଇନାଲି ଆଉ ଜଣେ ଲୋକ ଥିଲା, ତାର ବି ସରିଲା। ଆଉ ଫାଇନାଲି ମୋ ସିରିଏଲ୍ ପହଞ୍ଚିଲା। ବିଲ୍ ପେମେଣ୍ଟ କରିସାରିଲି। ସନ୍ଧ୍ୟାବେଳେ ଗଲି ଟିକେ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍ ମାଲ୍ କିଣିତେ। ମାଲ୍ ଦେଖିପାରୁଥିବେ ମାଲ୍ଟା ଟିକେ ଅଛି। ତାପରେ ବିଶାଲ ଭାଇଙ୍କ ସହ କଥା ହେବା। ଆମ ସହ ବିଶାଲ ଭାଇ। ଆଉ ବିଶାଲ ଭାଇ କାଟେ ଆସିଲେ ଏପଟେ ରିଲାଏନ୍ସ ଆଡ଼େ, ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍ ଆସୁଛନ୍ତି। ଟିକେ ମାର୍କେଟିଂ ଗୋଟେ ଆସିଲେ। କି ମାର୍କେଟିଂ କଲେ? ଏଇ ଯେ ଖାଇବା ପିଇବା ପାଇଁ ଓଟ୍ସ ଫୋଟ୍ ନିଆଗଲା। ଆପଣଙ୍କର ପଛ ପ୍ରୋବ୍ଲେମ୍ ଠିକ୍ ହେଇନି? ପଛ ଠିକ୍ ଟିକେ ନା ବାହାର ଖାଇବା ଖାଇବାନି ଟିକେ ଏଇନା କଣ୍ଟ୍ରୋଲ ରଖା ହେଇଛି। କଣ୍ଟ୍ରୋଲ ରହିଛି। କଣ୍ଟ୍ରୋଲ ରହିছে ତ ଏଇନା ଆଜି ଉପରଟି ଖାଇନି ଯେ ବାହାରେ। ଓହୋ। ତାପରେ ବଳା ଭାଇ ହେଲେ ଅବସ୍ଥା ଖରାପ ହେଇଯିବ। ବଳା ଭାଇ ଭାଇ ତୁ ନିଜେ ଖା, ଆମେ ଖାଇବାନି। ଆଉ ଡୁରିଆ ଖାଲି ଶୁଙ୍ଘବା ବସିକି ଖାଇବାକୁ ତ ଖାଇବା। ଆଉ ଆଜି ଗୋଟେ ନୂଆ ଗାଡ଼ି ନେଇକି ଆସୁଛନ୍ତି? ହଁ ଏଇଟା ପୁରୁଣା ଗାଡ଼ି ନୂଆ ନାଇଁ, ସବୁ ପୁରୁଣା ଗାଡ଼ି। ୟା ଡିକିଟା ଏ ଯେଉଁ ଇଏ ଡିକିଟା ଯେ ପିକଅପ୍ ଡିକିଟା ଯେ? ହଁ ପିକଅପ୍ ଡିକି କହିପାରିବ। ଓହୋ। ଆରାମରେ 2-3 ଟନ୍ ମାଲ ଚାଲିଯିବ। ଆଉ ଆଜି ବିଶାଲ ଭାଇ ମାଲ୍ ନିଆଯାଇଛି। ମାଲ ଦେଖନ୍ତୁ ସାର୍ ଭାଇ ମାଲ ନେଇଛନ୍।